ଗିରଫ ହେଲେ କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନ। ଠାବ ହୋଇଛି 85 ପ୍ଲଟ 5 ତାଲା ବିଲ୍ଡିଂ ଓ ମାର୍କେଟ କମ୍ପ୍ଲେକ୍ସ। ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା। ଗତକାଲି ଭିଜିଲାନ୍ସ ଅଧିକାରୀମାନେ ଅଣ୍ଡାଳେ ହାଲିଆ ହୋଇଗଲେ ପଛେ କିନ୍ତୁ ତାଲିକା ସରୁନଥିଲା। ବାଲେଶ୍ୱର ଜଳସେଚନ ବିଭାଗର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ଏତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଖି ଆଗରେ ଦେଖିଲେ ଭିଜିଲାନ୍ସ ଅଧିକାରୀମାନେ ବି ବିଶ୍ୱାସ କରିପାରୁନାହାନ୍ତି। ସେ ଜଣେ ଯନ୍ତ୍ରୀ ନା ଇଂରେଜ ଅମଳର କୋଉ ଜମିଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ବାଲେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର ସମେତ ବାଲେଶ୍ୱର ଜିଲ୍ଲାର 7ଟି ସ୍ଥାନରେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ଗତକାଲି ସକାଳେ ଭିଜିଲାନ୍ସର 7ଟି ଟିମ୍ ଏକକାଳୀନ ଭାବରେ ବାଲେଶ୍ୱର ଜିଲ୍ଲାର 7ଟି ସ୍ଥାନରେ ଚଢ଼ଉ କରିଥିଲେ। ବାଲେଶ୍ୱର ବଡ଼ବଜାର ସ୍ଥିତ ଘର, ବଡ଼ବଜାରରେ ଥିବା ତାଙ୍କର 5 ତାଲା ବହୁତଳ କୋଠା ଏବଂ ମାର୍କେଟ କମ୍ପ୍ଲେକ୍ସ, ବାଲିଆପାଳ ମହିଷାମୁଣ୍ଡା ସ୍ଥିତ ସମ୍ପର୍କୀୟ ଘର, ବାଲେଶ୍ୱର ଇରିଗେସନ କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ, ଜଳେଶ୍ୱର ଶାନ୍ତିଆରେ ଥିବା ତାଙ୍କ ସହଯୋଗୀ ଏବଂ ତାଙ୍କ ଅଫିସ ଚାମ୍ବରରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଭିଜିଲାନ୍ସ ଅଧିକାରୀ ବାବୁଙ୍କ ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ। ଏସବୁ ସମ୍ପତ୍ତି ବାଦ ଜଳେଶ୍ୱର ଗୋବରଘାଟାରେ ତାଙ୍କର ଗୋଟିଏ ନୂଆ କରି ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ ହେଉଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ବଡ଼ କଥା ହେଲା ବାବୁଙ୍କର ରହିଛି 85ଟି ପ୍ଲଟ। ସେଥିମଧ୍ୟରୁ କେବଳ ଜଳେଶ୍ୱରରେ 80ଟି ପ୍ଲଟ ରହିଛି। ପୁରୀ ଡେଲାଙ୍ଗରେ 4ଟି ଓ ପଶ୍ଚିମବଙ୍ଗ ସୁନାକାନିଆରେ ଗୋଟିଏ। ଏହିସବୁ ପ୍ଲଟ ପ୍ରଭାସ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି। ବିଭିନ୍ନ ବର୍ଷରେ ଜମି କିଣାଯାଇଥିବା ବେଳେ ଏହାର ବର୍ତ୍ତମାନର ମୂଲ୍ୟ 2.07 କୋଟି ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହିପରି ଚଢ଼ଉ ବେଳେ ତାଙ୍କ ଘରୁ ନଗଦ 11,70,980 ଟଙ୍କା, ଗୋଟିଏ ସୁନା ବିସ୍କୁଟ ସମେତ 334.55 ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଶ୍ରୀ ପ୍ରଧାନଙ୍କର 78,02,779 ଟଙ୍କା ଜମା ରହିଛି। ତାଙ୍କର ଗୋଟିଏ 2 ଚକିଆ ଥିବା ବେଳେ ଗୋଟିଏ 4 ଚକିଆ ଗାଡ଼ି ରହିଛି। ଆହୁରି ମଧ୍ୟ ଘରର ଆସବାବପତ୍ରର ମୂଲ୍ୟ 6,66,000। ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଏସବୁ ସମ୍ପତ୍ତିର ହିସାବ ମାଗିଥିଲେ କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କ ନାମରେ ଡିଏ ମାମଲା ରୁଜୁ କରାଯିବା ସହ ତାଙ୍କୁ ଅଟକ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ 1994ରେ ସେ ଚାକିରିରେ ଯୋଗ ଦେଇଥିଲେ। 1996ରୁ 1999 ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ ଥିଲେ। 1999ରୁ 2008 ପର୍ଯ୍ୟନ୍ତ ସେ ନିଜ ଜିଲ୍ଲା ବାଲେଶ୍ୱରରେ କାର୍ଯ୍ୟ କରିବା ସହ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ ପଦୋନ୍ନତି ପାଇଥିଲେ। ଆଳିରେ ଥିଲାବେଳେ ତାଙ୍କୁ 2ଟି ପ୍ରମୋସନ ମିଳିଥିଲା। 2020ରେ ସେ ପଦୋନ୍ନତି ପାଇ ପୁଣି ନିଜ ଜିଲ୍ଲା ବାଲେଶ୍ୱରରେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭାବରେ ଯୋଗ ଦେଇଥିଲେ। 2021ରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭାବରେ ପଦୋନ୍ନତି ପାଇଥିଲେ। ତେବେ ଟଙ୍କା ନ ଦେଖିଲେ ସେ କିଛି କାମ କରୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଆହୁରି ମଧ୍ୟ ପ୍ରଭାସ କାମ କରିଦେବା ପାଇଁ ଘରକୁ ମଟନ, ଚିଙ୍ଗୁଡ଼ି ଏବଂ କଙ୍କଡ଼ା ପଠାଇବାକୁ ଲୋକଙ୍କୁ କହୁଥିଲେ। ତେଣୁ ଦୀର୍ଘ ଦିନ ହେବ ତାଙ୍କ ନାମରେ ଅଭିଯୋଗ ରହିଥିଲା କିନ୍ତୁ ପ୍ରମାଣ ମିଳୁନଥିବାରୁ ଭିଜିଲାନ୍ସ ଚଢ଼ଉ କରିପାରୁନଥିଲା। ତାଙ୍କ ସମ୍ପତ୍ତି ତାଲିକାରେ 85ଟି ପ୍ଲଟ ମଧ୍ୟରୁ ଅଳ୍ପ କିଛି ପ୍ଲଟ ଦେଖାଇଥିଲେ କିନ୍ତୁ ଜଳେଶ୍ୱରରେ 12,500 ବର୍ଗଫୁଟ ଜମିରେ ଥିବା 5 ମହଲା ବିଶିଷ୍ଟ ବିଲ୍ଡିଂ ଓ ଗୋବରାଘାଟରେ 6,151 ବର୍ଗଫୁଟ ଜମିରେ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଥିବାର ଦର୍ଶାଇନଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ବି ନ୍ୟୁଜ୍ ଓଡ଼ିଶା।